ତମେ ପଚାରିବ ଏ ଯେଉଁ ମୁହଁଟା ଏମିତି ଗ୍ରୀନ୍ କାହିଁ କରିଛୁ? ଆଜ୍ଞା, ଓଡ଼ିଶାରେ ନୂଆ ଭକ୍ତ ଜାଗୃତ ହେଇଛନ୍ତି, ଯିଏ ଚାହୁଁଛନ୍ତି ସବୁ ଆଜ୍ଞା ନେଳି ନେଳି ହଉ, ତାଙ୍କୁ ନାଲିଆ ରଙ୍ଗଟା ପସନ୍ଦ ଆସୁନି। ସେଥିପାଇଁ ଆଜ୍ଞା ମୁଁ ବି ଭାବିଲି ଏମିତି ଗ୍ରୀନ୍ ହେଇକି ଭିଡ଼ିଓ ବନେଇବା ଦରକାର। କ'ଣ ପାଇଁ? ଉତ୍କଳ ୟୁନିଭର୍ସିଟିର ଅଥରିଟି ପ୍ଲାନ୍ କରିଛନ୍ତି ଯେ ଆମର ପ୍ରତି ଶନିବାର ଦିନ ୟୁନିଭର୍ସିଟି କ୍ୟାମ୍ପସ୍ ଭିତରକୁ କୌଣସି ପେଟ୍ରୋଲ, ଡିଜେଲ ବା ସିଏନ୍ଜି ଅନ୍ୟାନ୍ୟ ଗାଡ଼ି ଯିବ ନାହିଁ, କେବଳ ଇଭି ଗାଡ଼ି ଯିବ। ଆଉ ପୁରା ୟୁନିଭର୍ସିଟି କ୍ୟାମ୍ପସଟାକୁ ସେ ନେଳିଆ କରିଦେବେ ସେଦିନ। ଦେଖ, ସରକାର ଏଠି ଅରେଞ୍ଜ କଲର୍ ମାରୁଛି ଚାରିଆଡ଼େ, ତମେ ନେଳି ନେଳି ବେଶୀ କୁହ ନାହିଁ, ନହେଲେ କିଳା ନେବ ହେଲା। ମୋର ସେଥିରେ କିଛି କହିବାର ନାହିଁ, ତମେ କର ତମ ୟୁନିଭର୍ସିଟି, ଆମର ସିଆଡ଼େ ଯିବାର ନାହିଁ, ବୁଝିଲ। କିନ୍ତୁ ମୋତେ ଗୋଟେ କଥା କୁହ, ଯଦି ଏମର୍ଜେନ୍ସି ପଡ଼ିଯାଏ ଶନିବାର ଦିନ, ଆମ୍ବୁଲାନ୍ସ ଯିବ କି ଭିତରକୁ? ଆମ୍ବୁଲାନ୍ସ ତ ଇଭିରେ ଚାଲୁନାହିଁ। ତମ ପାଇଁ ଆମେ ଗୋଟେ ଇଭି ଆମ୍ବୁଲାନ୍ସ ସର୍ଭିସ୍ କରିବା, କୁହ। ଗୋଟାଏ ଦୁଇଟା ଶଳା ଚାଲିଗଲେ ତା ଭିତରେ, ଯେଉଁ ବସିକି ଏଗୁଡ଼ାକର କିଛି କାମ ଧନ୍ଦା ନାହିଁ, ବୁଝିଲ, ସେଇ ସବୁ ଯାତ୍ରା କରୁଛନ୍ତି। ଶଳା ଲୋକ ଯିଏ ପାଠ ପଢ଼ିବାକୁ ଆଉଛି ୟୁନିଭର୍ସିଟିରେ, ସେ କେଉଁଠୁ ଗଭର୍ଣ୍ଣମେଣ୍ଟରେ କ'ଣ କହିଲ, ମାନେ କମ୍ ପଇସାରେ କେମିତି ପାଠ ପଢ଼ିବ ବୋଲି ସେ ଆସୁଛି, ସୁବିଧା ଅସୁବିଧା କରିକି, କେଉଁଠୁ ଗୋଟେ ଧାର ଖରଚ କରିକି, କିଏ ଗୋଟେ କେଉଁ ଅସୁବିଧାରେ ଗାଡ଼ି ଖଣ୍ଡେ କିଣିଥିବ, ସେ ଏଡ଼େ ବଡ଼ ୟୁନିଭର୍ସିଟି କ୍ୟାମ୍ପସ୍ ଭିତରକୁ ଗାଡ଼ିଟା ବାହାରେ ରଖିଦେଇକି ଯିବ ଚାଲି ଚାଲି, ନହେଲେ ଏଠୁ ଜନ୍ମ କରିବ କାଖରୁ। ହଁ, ଅଲଜ୍ଜାଙ୍କ ମୁହଁରେ, ବୁଝିଲ, ଇଏ ସବୁ ହେଉଛନ୍ତି ଭକ୍ତ। ସଷ୍ଟେନେବଲ୍ ପ୍ଲାନ୍ କର, ନୋଟିସ୍ ଦିଅ, ଭଲରେ ଧୀରେ 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 ଇମ୍ପ୍ଲିମେଣ୍ଟ କର। ଗୋଟାଏ ଦିନ ତମେ ଗୋଟେ ଫ୍ଲେକ୍ସ ବ୍ୟାନର କାଢ଼ିକି ମାରିଦେଲ ଗେଟ୍ ପାଖରେ, ହେଇଗଲା। ତମେ ତ ଭଗବାନ ନିଜକୁ ଡିକ୍ଲେୟାର କରିଦେଇଛ ନା କ'ଣ? ଲଜ୍ଜା ଲାଗୁନି?